ବାଇଶରୁ ଗୋଟେ ଜିନିଷ କହି ଆସିଛୁ କି ଝାରସୁଗୁଡ଼ା ଜିଲ୍ଲାରେ ଗୋଟେ ପାନ୍ଥନିବାସ ଥିଲା ଯାହାକି ଚୋରି ହେଇଯାଇଛି। ସେ ପାନ୍ଥନିବାସକୁ ଖୋଜିବା ପାଇଁ ଆମେ ବାରମ୍ବାର ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହେଇଥିଲୁ ଏବଂ ଆମେ ପେପରରେ ମଧ୍ୟ ବାହାରିଛି ଏବଂ ଆମେ ଅନେକ ଆର୍ଟି ତଥ୍ୟ ମଧ୍ୟ ମାଗିଛୁ। କିନ୍ତୁ ବର୍ତ୍ତମାନ ଗୋଟେ ଆର୍ଟି ତଥ୍ୟରେ ଜଣାପଡ଼ିଲା କି ସେଇ ଜାଗାରେ ଅମଲିପାଲି ଯେଉଁ ଜାଗାରେ ପାନ୍ଥନିବାସ ଥିଲା ସେ ଜାଗାରେ ବର୍ତ୍ତମାନ ପାନ୍ଥନିବାସ ନାହିଁ ବୋଲି ସେମାନେ ଗୋଟେ ତଥ୍ୟ ଦେଇଛନ୍ତି। ତ ସେଥିପାଇଁ ଯଦି ତାଙ୍କ କହିବା କଥା ଯଦି ପାନ୍ଥନିବାସ ସେ ଜାଗାରେ ନଥିଲା ତେବେ ମୁଁ ପଚାରିବା କଥା ଯେଉଁ PIL ଫାଇଲ୍ ହେଇଛି ସେଇଟା କାହା ନାଁରେ ଫାଇଲ୍ ହେଇଛି ଆଉ ଯେଉଁ କୋର୍ଟକୁ ସେ ଯେଉଁ 2 ସପ୍ତାହ ଯେଉଁ ସମୟ ନେଇଛନ୍ତି ସେ କାହା ପାଇଁ ନେଇଛନ୍ତି। ତ ତାର ବିଶେଷ କିପରି ଭାବରେ ତାର ତଦନ୍ତ ହେବ ସେଥିପାଇଁ ଆମେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛୁ। ଆଉ ଆମେ ବିଗତ ଦିନରେ ଗତକାଲି ଆମେ ଗୋଟେ ଆପଣଙ୍କ ମାଧ୍ୟମରେ ଗୋଟେ ପ୍ରେସ୍ ମିଟ୍ ମଧ୍ୟ କରାଯାଇଥିଲା ଏବଂ ସେଠି ମଧ୍ୟ ସବୁ ତଥ୍ୟ ଦେଇଥିଲୁ। ଆଉ ମୋ କହିବା କଥା ଝାରସୁଗୁଡ଼ା ଜିଲ୍ଲାରେ ଶାସକ ବିରୋଧୀ ମିଶିକରି କିପରି ହରିଲୁଟ୍ କରୁଛନ୍ତି ତାର ଉଚିତ ତଦନ୍ତ ପାଇଁ ଏବଂ ତାର ସେ